ନମସ୍କାର। ଆଜିର ଏହି ବିଶ୍ଳେଷଣକୁ ସ୍ୱାଗତ। କେବେ ଭାବିଛନ୍ତି କି ଆମ ଜୀବନରେ ଏତେ ସବୁ ଜିନିଷର ପ୍ରକୃତରେ କିଛି ଆବଶ୍ୟକତା ଅଛି କି? ଅଧିକ ପାଇବାର ନିଶା ଆମକୁ କେମିତି ବୋଝ ତଳେ ଚାପିଦିଏ, ଆଜି ଆମେ ସେହି ବିଷୟରେ ଏକ ଚମତ୍କାର ଜୀବନ ଶିକ୍ଷା ଉପରେ ଆଲୋଚନା କରିବା। ଏହା ଏକ ପ୍ରାଚୀନ ତଥା ମୂଳ ଉତ୍ସରୁ ଆସିଥିବା କାହାଣୀ, ଯାହା ଆମକୁ ଶିଖାଏ ଯେ ସୀମିତ ରହିବା ଭିତରେ ହିଁ ପ୍ରକୃତ ଆନନ୍ଦ ଅଛି। ତେବେ ଆସନ୍ତୁ ବିଳମ୍ବ ନକରି ସିଧାସଳଖ ଆରମ୍ଭ କରିବା। ଠିକ୍ ଅଛି, ଆସନ୍ତୁ ଏହି ବିଷୟରେ ଟିକେ ଗଭୀରକୁ ଯିବା। ଗୌତମ ବୁଦ୍ଧଙ୍କର ମୂଳ ଦର୍ଶନକୁ ଯଦି ଆମେ ଦେଖିବା, ତେବେ ଏହା ମୁଖ୍ୟତଃ 4ଟି ସୋପାନ ଉପରେ ଛିଡ଼ା ହୋଇଛି। ପ୍ରଥମଟି ହେଲା ସଂସାର ହେଉଛି ଦୁଃଖପୂର୍ଣ୍ଣ। ଦ୍ୱିତୀୟ, ଏହି ଦୁଃଖର ମୂଳ କାରଣ ହେଉଛି ଆମର ଅସୀମିତ କାମନା ବା ତୃଷ୍ଣା। ତୃତୀୟ, ଯଦି ଆମେ ଏହି ତୃଷ୍ଣାକୁ ନଷ୍ଟ କରିଦେବା, ତେବେ ଦୁଃଖ ବି ଦୂର ହୋଇଯିବ। ଆଉ ଶେଷରେ ଚତୁର୍ଥ ସୋପାନଟି ହେଉଛି ଦୁଃଖର ସମ୍ପୂର୍ଣ୍ଣ ବିନାଶ ହିଁ ଆମକୁ ନିର୍ବାଣ ବା ମୋକ୍ଷ ଆଡ଼କୁ ନେଇଯାଏ। କେଡ଼େ ସରଳ ଅଥଚ ଗଭୀର କଥା ନୁହେଁ କି? ଏହି ଦର୍ଶନ ସେତେବେଳେ ଏତେ ପ୍ରଭାବଶାଳୀ ଥିଲା ଯେ ଏହାର ଗଭୀରତାକୁ ବୁଝି ଅନେକ ଲୋକ ସାଂସାରିକ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଛାଡ଼ିଦେଲେ। ସବୁ ମୋହମାୟା ତ୍ୟାଗ କରି ସେମାନେ ଏକ ସମ୍ପୂର୍ଣ୍ଣ ସରଳ, ନିରାଡମ୍ବର ବୌଦ୍ଧ ଭିକ୍ଷୁର ଜୀବନ ବାଛିନେଲେ। ମାନେ ଭାବନ୍ତୁ ତ, ନିଜର ସବୁକିଛି ପଛରେ ପକାଇ ଏକ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ଜୀବନର ସନ୍ଧାନରେ ବାହାରିବା ସେତେବେଳେ କେତେ ବଡ଼ କଥା ଥିଲା। ତେବେ ଆସନ୍ତୁ ଦେଖିବା ବାସ୍ତବ ଜୀବନରେ ଏହା କିପରି ରୂପ ନେଇଥିଲା। ଥରେ ବୁଦ୍ଧ ନିଜର ଭିକ୍ଷୁମାନଙ୍କ ସହ ରାଜଗୃହରୁ ବାହାରି ଏକ ବୌଦ୍ଧ ବିହାରରେ ରାତିଟିଏ କାଟିଲେ ଏବଂ ତା ପରଦିନ ସକାଳୁ ବୈଶାଳୀ ଅଭିମୁଖେ ଯାତ୍ରା ଆରମ୍ଭ କଲେ। ଏହା କେବଳ ଗୋଟିଏ ସାଧାରଣ ଯାତ୍ରା ନଥିଲା, ଆଗକୁ ଏମିତି କିଛି ଘଟିବାକୁ ଯାଉଥିଲା ଯାହା ମାନବ ସ୍ୱଭାବର ଏକ ବଡ଼ ସତ୍ୟକୁ ପଦାରେ ପକାଇଦେବ। ବର୍ତ୍ତମାନ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି ଲକ୍ଷ୍ୟ କରନ୍ତୁ। ଆମେ ଯେମିତି 2 ଦିନ ପାଇଁ କୁଆଡ଼େ ଗଲେ ବ୍ୟାଗ୍ ଭର୍ତ୍ତି କରି ଅଯଥା ଜିନିଷ ବୋହି ଦେଇଯାଉ, ଏଠାରେ ଠିକ୍ ସେମିତି କିଛି ଘଟିଥିଲା। ବୁଦ୍ଧ ଆଗରେ ଚାଲୁଥିଲେ, ହଠାତ୍ ପଛକୁ ବୁଲି ଦେଖିଲା ବେଳକୁ ଭିକ୍ଷୁମାନେ ରାଜଗୃହରୁ ମିଳିଥିବା ଉପହାରର ବଡ଼ ବଡ଼ ଗଣ୍ଠିଲି ମୁଣ୍ଡରେ କାନ୍ଧରେ ପକାଇ ସେହି ମାଟି ରାସ୍ତାରେ ସଂଘର୍ଷ କରି ଚାଲିଛନ୍ତି। ଯେଉଁମାନେ ସଂସାରର ମୋହମାୟା ତ୍ୟାଗ କରିଥିଲେ, ସେମାନେ ହିଁ ଆଜି ବସ୍ତୁର ବୋଝ ତଳେ ଚାପି ହୋଇଯାଇଥିଲେ। କି ବିଡ଼ମ୍ବନା ନା! ଏବଂ ଏହି ଘଟଣାଟି କାମନାର ଶାରୀରିକ ବୋଝକୁ ଖୁବ୍ ସୁନ୍ଦର ଭାବରେ ଦର୍ଶାଉଛି। ଭାବନ୍ତୁ, ସାଧୁତାର ମାର୍ଗ ବାଛିଥିବା ଲୋକମାନେ ଦରକାରଠାରୁ ଅଧିକ ଉପହାର ବୋହିବା, ଓଜନିଆ ଜିନିଷ ମୁଣ୍ଡରେ ମୁଣ୍ଡାଇବା, ବଡ଼ ବଡ଼ ମୁଣା କାନ୍ଧରେ ଝୁଲାଇବା, ଏସବୁ କ'ଣ ଦରକାର ଥିଲା? ଏହା ଥିଲା ଆଧ୍ୟାତ୍ମିକ ସାଧକମାନଙ୍କର ସଞ୍ଚୟ ଜାଲରେ ଛନ୍ଦି ହୋଇଯିବାର ଏକ ଜ୍ୱଳନ୍ତ ଉଦାହରଣ। ସତ କହିବାକୁ ଗଲେ, ସେମାନେ ନିଜର କଷ୍ଟ ନିଜେ ହିଁ ବଢ଼ାଉଥିଲେ। ଏଇଠି ଆସୁଛି ସଞ୍ଚୟ ମାନସିକତାର କଥା। ନିଜର ପ୍ରକୃତ ଆବଶ୍ୟକତାଠାରୁ ଢେର ଅଧିକ ଜିନିଷ ଏକାଠି କରିବାର ଏହି ଯେଉଁ ଅଦମ୍ୟ ଇଚ୍ଛା, ତାହା ହିଁ ହେଉଛି ଏହି ମାନସିକତା। ନିଜ ଶିଷ୍ୟମାନଙ୍କର ଏହି ଅବସ୍ଥା ଦେଖି ବୁଦ୍ଧ ଗଭୀର ଚିନ୍ତାରେ ପଡ଼ିଗଲେ। ଯେଉଁ ମାର୍ଗ ଥିଲା ମୁକ୍ତିର, ସେଠାରେ ଏମାନେ ସବୁ ବାନ୍ଧି ହୋଇଯାଉଛନ୍ତି। ସେ ଅନୁଭବ କଲେ ଯେ ବାହାରର ଶାରୀରିକ ବୋଝ ଅପେକ୍ଷା ମନ ଭିତରର ଏହି ଲାଳସାର ବୋଝ ବହୁତ ଅଧିକ ବିପଜ୍ଜନକ। ଟିକେ କଳ୍ପନା କରନ୍ତୁ ସେହି ଦୃଶ୍ୟକୁ। ସନ୍ଧ୍ୟା ନଇଁ ଆସିଲା, ଆଉ ସମସ୍ତେ ଏକ ନିର୍ଜନ ଜଙ୍ଗଲରେ ରାତ୍ରିଯାପନ କରିବାକୁ ସ୍ଥିର କଲେ। ପରିବେଶ ଏକଦମ ଶୂନଶାନ, ଆଉ ତା ସାଙ୍ଗକୁ ହାଡ଼ ଥରୁଆ ପ୍ରବଳ ଥଣ୍ଡା ଶୀତ ରାତି। ଏଭଳି ପରିବେଶ ଯେକୌଣସି ମଣିଷ ପାଇଁ ଏକ କଠୋର ପରୀକ୍ଷା ଭଳି। ଏମିତି ଏକ ରାତିରେ ନିଜକୁ ଉଷୁମ ରଖିବାକୁ ଚେଷ୍ଟା କରିବା ତ ସ୍ୱାଭାବିକ କଥା, କିନ୍ତୁ ଏହି ରାତି ହିଁ ଏକ ନୂଆ ଜୀବନ ଦର୍ଶନର ମୂଳଦୁଆ ପକାଇବାକୁ ଯାଉଥିଲା। ତେବେ ଏହି ଶୀତ ରାତିରେ ଶୋଇବାର ବ୍ୟବସ୍ଥା କେମିତି ଥିଲା ଜାଣିଛନ୍ତି? ଭିକ୍ଷୁମାନେ ଥଣ୍ଡାରୁ ବର୍ତ୍ତିବା ପାଇଁ ସେହି ବୋହି ଆଣିଥିବା ଗଦା ଗଦା ଲୁଗାପଟାକୁ ବିଛାଇ ଘୋଡ଼ାଇ ହୋଇ ଶୋଇବାକୁ ଲାଗିଲେ। କିନ୍ତୁ ଆମ ବୁଦ୍ଧ, ସେ ସମ୍ପୂର୍ଣ୍ଣ ଏକ ଅଲଗା ମାର୍ଗ ଅପଣାଇଲେ। ସେ କେବଳ ଗୋଟିଏ ବସ୍ତ୍ର ତଳେ ବିଛାଇଲେ, ଆଉ ଗୋଟିଏ ମାତ୍ର ବସ୍ତ୍ର ଦେହରେ ଘୋଡ଼ାଇ ହେଲେ। ବାସ୍ ସେତିକି। ଏଇଠି ଆମେ ଦେଖିପାରିବା ଆବଶ୍ୟକତା ଆଉ ବିଳାସ ବ୍ୟସନ ଭିତରେ ଥିବା ପ୍ରକୃତ ପାର୍ଥକ୍ୟ। ସେହି ରାତିରେ ବୁଦ୍ଧ ଆଦୌ ଶୋଇପାରି ନଥିଲେ। ସେ ଏପଟ ସେପଟ ହୋଇ କଡ଼ ଲେଉଟାଉଥାନ୍ତି। ତାଙ୍କ ମନ ଭିତରେ ପ୍ରବଳ ଅଶାନ୍ତି ଥିଲା। ଶୀତ ପାଇଁ ନୁହେଁ ଆଜ୍ଞା, ନିଜ ଶିଷ୍ୟମାନଙ୍କର ସେହି କାମନା ଓ ସଞ୍ଚୟ ଲିପ୍ସାକୁ ଦେଖି ତାଙ୍କ ହୃଦୟ ବ୍ୟଥିତ ହେଉଥିଲା। ମଣିଷ କିପରି ସାମାନ୍ୟ କିଛି ଜିନିଷର ମୋହରେ ନିଜର ମାନସିକ ଶାନ୍ତିକୁ ବଳି ପକାଇଦିଏ, ତାହା ଭାବି ସେ ଖୁବ୍ ବିଚଳିତ ହୋଇପଡ଼ିଥିଲେ। ତେଣୁ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ଏତେ ପ୍ରବଳ ଶୀତ ରାତିରେ ବଞ୍ଚିବା ପାଇଁ ପ୍ରକୃତରେ କେତୋଟି ଲୁଗା ଦରକାର? ବୁଦ୍ଧ ସେହି ରାତିର ନିଜ ଅନୁଭୂତିରୁ ଜାଣିପାରିଲେ ଯେ ମାତ୍ର 3ଟି ବସ୍ତ୍ର ହିଁ ଯଥେଷ୍ଟ। ଗୋଟିଏ ବିଛାଇବାକୁ, ଗୋଟିଏ ଘୋଡ଼ାଇ ହେବାକୁ, ଆଉ ହୁଏତ
ଅତି ବେଶୀରେ ଆଉ ଗୋଟିଏ। ବାସ୍, ଏହି ସଂଖ୍ୟା 3 କେବଳ ଗୋଟିଏ ଅଙ୍କ ନୁହେଁ, ଏହା ହେଉଛି ଏକ ପ୍ରମାଣ ଯେ ଜୀବନ ବଞ୍ଚିବା ପାଇଁ ଆମର ଆବଶ୍ୟକତା କେତେ ସୀମିତ। ସକାଳ ହେଲା। ବୁଦ୍ଧ ସମସ୍ତଙ୍କୁ ଡାକି ଏକ ସତ୍ସଙ୍ଗର ଆୟୋଜନ କଲେ। ସେଠାରେ ସେ କୌଣସି ପୋଥି ବାଇଗଣ କଥା କହିନଥିଲେ, ବରଂ ନିଜର ସେହି ରାତିର ବାସ୍ତବ ଅନୁଭୂତିକୁ ସମସ୍ତଙ୍କ ଆଗରେ ରଖିଲେ। ସମସ୍ତେ ଶାନ୍ତ ହୋଇ ବସିଥିଲେ, ଆଉ ତଥାଗତ ଏମିତି ଏକ ଗଭୀର ସତ୍ୟ ବାଣ୍ଟିବା ଆରମ୍ଭ କଲେ ଯାହା ସେମାନଙ୍କର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେବାର ଥିଲା। ସେ ଏକ ସୁନ୍ଦର ତୁଳନା କଲେ, ସର୍ବନିମ୍ନ ଆବଶ୍ୟକତା ବନାମ ସଞ୍ଚୟ କରିବାର ପ୍ରବୃତ୍ତି। ଜୀବନ ଧାରଣ ପାଇଁ ନିଜର ସର୍ବନିମ୍ନ ଦରକାରୀ ଜିନିଷ ରଖିବା ଏକଦମ ଠିକ୍ କଥା। କିନ୍ତୁ ସମସ୍ୟା ସେତେବେଳେ ହୁଏ ଯେତେବେଳେ ଆମେ ସେହି ସୀମା ପାର କରି ଅଯଥା ସଞ୍ଚୟ କରିବାରେ ଲାଗିପଡ଼ୁ। ଆବଶ୍ୟକତାଠାରୁ ଅଧିକ ଜିନିଷ ସବୁବେଳେ କଷ୍ଟ ଦିଏ, ଠିକ୍ ସେହି ଭିକ୍ଷୁମାନଙ୍କର ଓଜନିଆ ଗଣ୍ଠିଲି ଭଳି। ଏହି କଥାକୁ ଆହୁରି ସ୍ପଷ୍ଟ କରି ବୁଦ୍ଧ ନିର୍ଦ୍ଦେଶ ଦେଲେ, ଯେତିକି ନିହାତି ଦରକାର କେବଳ ସେତିକି ହିଁ ରଖ। ଏହି ଯେଉଁ ଏକାଠି କରିବାର ପ୍ରବୃତ୍ତି ଅଛି ତାକୁ ତ୍ୟାଗ କର। ମୁକ୍ତି ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତି ନିଜର ଆବଶ୍ୟକତାକୁ ସୀମିତ ରଖିବା ଉଚିତ। ଏହା କୌଣସି କଠୋର ନିୟମ ନଥିଲା, ବରଂ ଶାନ୍ତିରେ ବଞ୍ଚିବାର ଏକ ସରଳ ଅଥଚ ଶକ୍ତିଶାଳୀ ମନ୍ତ୍ର ଥିଲା। ଆଉ ତାପରେ ଆସିଲା ବୁଦ୍ଧଙ୍କର ସେହି ଶକ୍ତିଶାଳୀ ଚେତାବନୀ। ସେ ସଫାସଫା କହିଦେଲେ, ଯଦି ଆମେ ସୀମିତ ଜିନିଷରେ ଖୁସି ରହିବା ଛାଡ଼ି ଅସୀମିତ କାମନାର ଦାସ ପାଲଟିଯିବା, ତେବେ ଆମେ କେବେ ବି ନିର୍ବାଣ ବା ମୁକ୍ତି ପାଇପାରିବା ନାହିଁ। ଏକଦମ ସତ କଥା। ବସ୍ତୁର ମୋହ ଆମକୁ ଏତେ ଭାରାକ୍ରାନ୍ତ କରିଦିଏ ଯେ ଆମେ ପ୍ରକୃତ ସୁଖରୁ ବହୁତ ଦୂରେଇ ଯାଉ। ସୁଖ ବାହାର ଜିନିଷରେ ନାହିଁ, ଭିତରର ସନ୍ତୁଷ୍ଟିରେ ଅଛି। ତେବେ ଏହିସବୁ ବିଶ୍ଳେଷଣରୁ ଶେଷରେ ଆମ ଆଗରେ ଏକ ବଡ଼ ପ୍ରଶ୍ନ ଛିଡ଼ା ହେଉଛି। ଆଜିର ଦିନରେ ଆମେ କ'ଣ ପ୍ରକୃତରେ ଆମର ସୀମିତ ଆବଶ୍ୟକତା ଭିତରେ ଶାନ୍ତି ପାଉଛୁ, ନା ଆମେ ବି ସେହି ଅସୀମିତ ଇଚ୍ଛାର ଦାସ ପାଲଟି ପ୍ରକୃତ ଶାନ୍ତିରୁ ଦୂରେଇ ଯାଉଛୁ? ଟିକେ ନିଜକୁ ପଚାରନ୍ତୁ, ଆମେ ପ୍ରତିଦିନ ଯେଉଁ ବୋଝ ବୋହୁଛୁ ସେସବୁ କ'ଣ ପ୍ରକୃତରେ ଦରକାର? ଆଶା କରୁଛି ଆଜିର ଏହି ଆଲୋଚନା ଆମ ସମସ୍ତଙ୍କୁ ଖୁସିର ପ୍ରକୃତ ଠିକଣା ଖୋଜିବାରେ ନିଶ୍ଚୟ ସାହାଯ୍ୟ କରିବ। ଆସନ୍ତୁ ଏହି ପ୍ରଶ୍ନ ଉପରେ ଗଭୀର ଭାବେ ଚିନ୍ତା କରିବା, କାରଣ ଏହି ସୀମିତର ଆନନ୍ଦରେ ହିଁ ଆମର ଅସଲ ସ୍ୱାଧୀନତା ଲୁଚି ରହିଛି।